ମାନେ ତୁମର ଆଜି ଜନ୍ମ ନୁହେଁ ମାନେ ମୁଁ ଏଇ ୟାଙ୍କୁ କହିଥିଲି ବୈବସ୍ୱତ ସୂର୍ଯ୍ୟଙ୍କୁ କହିଥିଲି ସୂର୍ଯ୍ୟ ତାଙ୍କ ପୁତ୍ର ମନୁକୁ କହିଲେ ମନୁ ତାଙ୍କ ପୁତ୍ର ଇକ୍ଷାକୁ କହିଲେ ଇକ୍ଷା ପରମ୍ପରା କ୍ରମରେ ଆମେ କହି ଚାଲିଛୁ। କିନ୍ତୁ ମୁଁ କେମିତି ଜାଣିବି ତୁମେ ତ କୃଷ୍ଣ ମୁଁ ଏବେ ଅର୍ଜୁନ ଏବେ ତ ଦେଖୁଛି ଆଉ ତୁମେ ଯେ ଏତେ ଜନ୍ମ ଥିଲ ସେ ସୂର୍ଯ୍ୟଙ୍କୁ କହିଥିଲ ଗୀତା ମୁଁ କେମିତି ଜାଣିବି ନା ବହୁନି ମେ ବ୍ୟତୀତାନି ଜନ୍ମାନି ତବ ଅର୍ଜୁନ ତାନ୍ୟଂ ବେଦ ସର୍ବାଣୀ ନତ୍ୱଂ ବେତ୍ଥ ପରନ୍ତପ ତୁମେ ସେଟା ଜାଣିପାରୁନ କିନ୍ତୁ ମୁଁ ଜାଣିଛି ମୁଁ ଯୁଗ ମାୟା ବଳରେ କହିପାରୁଛି। ବୁଦ୍ଧଦେବ 100ଟା ଜନ୍ମର କଥା କହିପାରିଥିଲେ କଣ ଥିଲେ ଇତ୍ୟାଦି। ତେଣୁ ଆମେ ସେଇ କଥା ଦେଖିବା ତାହେଲେ ଏମିତି କିଛି ପାଠ ଆମେ ପଢ଼ିବା ଯେଉଁ ପାଠ କି ଆମକୁ ସାହାଯ୍ୟ କରିବ ସେଇ ଜାଗାରେ ଆମେ ଶୀଘ୍ର ପହଞ୍ଚି ପାରିବୁ ନାଇଁ କି ତା ଭିତରେ ଆସିବ ବର୍ତ୍ତମାନ ଆମର ବର୍ତ୍ତମାନ ଯେଉଁ ପ୍ରେଜେଣ୍ଟ ସିଷ୍ଟମ୍ ଅଫ୍ ଏଜୁକେସନ୍ ଆସିବ। ଆଜି ଯେ ସିଷ୍ଟମ୍ଟା ଆରମ୍ଭ ହେଇଛି ଶିକ୍ଷାଟା ତାହା ନୁହଁ କେଉଁ ଅନନ୍ତ କାଳରୁ ଏ ଶିକ୍ଷା ଚାଲିଛି। ଆଜି ଯେଉଁ ପରିସ୍ଥିତି କିନ୍ତୁ ଯେମିତି ଘରଟେ ଆଜି ବଣ୍ଡେଇଛୁ କାଲି ବି ବଣ୍ଡଉଛୁ ପରଦିନ ବି ବଣ୍ଡଉଛୁ ଆଉ ବଣ୍ଡା ବି ଚାଲିବ ସେମିତି ଏ ଶିକ୍ଷାରେ କ'ଣ ହେଉଛି ତ୍ରୁଟି ହେଇଯାଏ। ଗୋଟେ ଜିନିଷ ଯେତେବେଳେ ଇଏ ହେଉଛି ସେଥିରେ କ'ଣ ହେଉଛି କିଛି ମଇଳା କେହି ନ ରହିଲେ ବି ଏ ଘରେ କିଛି ମଇଳା ଜମିଯିବ କି ନାହିଁ ତାଲା ଢୁକି ଦେଇକି ଆମେ 2 ମାସ ବି ପଳେଇବା ଆସିଲା ବେଳକୁ ଘର ମଇଳା ହେଇଥିବ ତ ସଫା କରିବାକୁ ପଡ଼ିବ। ସେମିତି ଏଜୁକେସନିଷ୍ଟ ମାନେ ଏଜୁକେସନିଷ୍ଟ ଯେଉଁମାନେ ସବୁ ରାଧାକୃଷ୍ଣ କମିଶନ ଭଳିଆ ଜାକିର ହୁସେନ କମିଶନ ରିପୋର୍ଟ ଯେଉଁ ବିଇଡ଼ି କୋର୍ସ ଯେଉଁମାନେ ଯେଉଁ କରୁଛ ଯେଉଁଗୁଡ଼ା ସବୁ ଅଛି କରେଣ୍ଟ ପ୍ରୋବ୍ଲେମରେ ସବୁ ପଢ଼ାଯାଏ ତ ସେଗୁଡ଼ା ସବୁ ବହୁତ କୋଠାରୀ କମିଶନ ଉଦାରିଆରେ କମିଶନ ସେ ଟାଗୋର ତାଙ୍କ ଫିଲୋସଫି ସେ ଯେଉଁ ଅରବିନ୍ଦ ଫିଲୋସଫି ଗାନ୍ଧିଆନ ଫିଲୋସଫି ସୋ ମେନି ସମସ୍ତେ କିଛି କିଛି ଚିନ୍ତା ବିଷୟରେ କରିଛନ୍ତି। ହାଉ ଟୁ ରେକ୍ଟିଫାଏ ଦିସ୍ ଡିଫେକ୍ଟସ୍ ତ ରିଏଲ୍ ଏଜୁକେସନ୍ କେମିତି ଆମେ ଇନଫ୍ୟୁଜ୍ କରିବା କିଛିଟା କରିବାକୁ ଚେଷ୍ଟା କରିଛନ୍ତି। ଆମେ ଯେ ଖାଲି ନୂଆ କରୁଛୁ ଲାଇଫ୍ ଏଜୁକେସନ୍ ନୁହଁ ଏଇ ବାବଦରେ ତାକୁ ଭିନ୍ନ ଭିନ୍ନ ନାଁ ସବୁ ଦେଇଛନ୍ତି ହେଲେ ସେଗୁଡ଼ା ପୁଣି କାମ ହେଇପାରୁନି। ତାକୁ ଗଭର୍ଣ୍ଣମେଣ୍ଟ ତାକୁ ଏବେ କ'ଣ ହେଇଛି ନା ତାର ଇଏ ଏଜୁକେସନ୍ ଗୁଡ଼ାକୁ କିଏ କରୁଛି ସବୁ ନା ଏଜୁକେସନ୍ ନୁହଁ ଏମାନେ ସବୁ କରୁଛନ୍ତି ମନ୍ତ୍ରୀ କଲେକ୍ଟର ଏମାନେ କେଉଁ ଟିଚର ତାକୁ କରୁନାହିଁ। ଫଳରେ ରେକ୍ଟିଫାଏ କରିବ କିଏ? ଶିକ୍ଷକ ଜଣେ ଏକ୍ସପିରିଏନ୍ସ ଶିକ୍ଷକ ଯିଏ ଧର ରାନ୍ଧି ବାଢ଼ି ଜାଣିଛି ଯିଏ ବେଦ ପଢ଼ୁଛି ସିଏ ସିନା ବେଦଟାକୁ ପଢ଼ି ଦେଇପାରିବ। ମୋତେ ବେଦ ବହି ଆମ ପୁଅ ପଢ଼ିଛି ବେଦ 7 ବର୍ଷ ଦିଲ୍ଲୀରେ ସେ ପଢ଼ିଛି ବେଦଟା ସେ ଅନର୍ଗଳ ଗାଇଯିବ ଗାଇଦେବ ଠିକ୍ ଅଛି କିନ୍ତୁ ମୁଁ ତ ପଢ଼ିପାରିବିନି ସେଗୁଡ଼ା ବେଦ ପଢ଼ିପାରିବିନି ତ ଯିଏ ଯେଉଁ ଲାଇନ୍ରେ ଠିକ୍ ଅଛି ଆମକୁ କିଛି ସାଧନା କରିବାକୁ ପଡ଼ିବ। ଗରମ ଅଛି ଆମକୁ ଦରକାର ହେବ ତାହେଲେ ତାହେଲେ ବସିବା ଆରମ୍ଭ କରିବା କି ହେଇଗଲା ସବୁ ନା ତୁମର ପକେଇବି ମାନେ କହିଥିଲି ଯିବି ଯଦି ହେଇଗଲାଣି କହିଲେ ପଠି ପଡ଼ିବ ଡେରି କରିବା ଖାଇଦେଉ ତାପରେ ଚର୍ଚ୍ଚା କରିବା ଲାଇଫ୍ର ଏମ୍ କଥା କହିଲି। ତାପରେ ହ୍ୱାଟ୍ ଇଜ୍ ଲାଇଫ୍ ଇଜ୍ କନସିଷ୍ଟେଡ୍ ଅଫ୍ 3 ଫଣ୍ଡାମେଣ୍ଟାଲ ଫ୍ୟାକ୍ଟର୍ସ ଠିକ୍ ଅଛି ଏଗୁଡ଼ା ସବୁ ମୁଁ ଲେଖିଛି ଇଂଲିଶରେ ତାକୁ ଲେଖିଛି ଗୋଟେ ଭଲ୍ୟୁମ୍ ସେଟା ସବୁ ଡିଟିପି ହେଇକି ଅଛି ତାକୁ କେତେବେଳେ ଆସିଲେ ତ ପଢ଼ିବା ଆଉ ଥରେ ଆଲୋଚନା ତାପରେ କରାଯାଇପାରିବ ହୁଏତ ଦିନିକିଆ କି 2 ଦିନିଆ ସେମିନାର ତୁମକୁ କରିବାକୁ ପଡ଼ିବ ୟୁନିଭର୍ସିଟି ଯେଉଁଟା ତାକୁ କହୁଛି ସବୁ ରିସର୍ଚ୍ଚ ଆଚ୍ଛା ଲାଇଫ୍ ଇଜ୍ କନସିଷ୍ଟେଡ୍ ଅଫ୍ ଯେହେତୁ ଇଂଲିଶ ଟିକେ ଜାଣିଛ ସମସ୍ତେ କଲେଜରେ ଅଛ ନା ମୁଁ ଇଂଲିଶ ବି କହୁଛି ତାକୁ ଓଡ଼ିଆରେ ବି କହିବାକୁ ପଡ଼ିବ। କନସିଷ୍ଟ ଅଫ୍ 3 ଫଣ୍ଡାମେଣ୍ଟାଲ ଫ୍ୟାକ୍ଟର୍ସ ଦ୍ୟାଟ୍ ଇଜ୍ ବଡି ହାତ ଧୁଆ ବସିଯା ମାଇଣ୍ଡ ଆଣ୍ଡ ସୋଲ୍। ଆଚ୍ଛା ମୁଁ କହିଲି ଗୋଟେ କହିଲି ଆଉ ତାହେଲେ ଦୁଇଟା କ'ଣ କିଏ କହିବ ହୁଇଲ୍ ଆନ୍ସର୍ Our life is consisted of 3 fundamental factors that is one body next तो कोई बनी गिवन टेक एजुकेशन माइंड
କହନ୍ ଇଭେଣ୍ଟ ଆଣ୍ଡ ସୋଲ୍ ତୁମେ କିଛି ପଚାରିବ ମୁଁ ତୁମକୁ ଠିକ୍ କିଛି ପଚାରିବି ଖଟା ବୁଡ଼ି ଲାଗିଛି ପିଲା କିଛି ପଚାରିବେ ଠିକ୍ ଲାଗୁଛି ନା ଠିକ୍ ଅଛି ମାଷ୍ଟରକୁ କିଛି ଯେମିତି ଅଧିକା ଖାଇବା ଦେଇଦେବା ମାନେ ରେସିପ୍ରୋକାଲ ଯେ ଆଉ ଯୋଉଠି ସାଇଡକୁ ରଖିଦିଅ